ଆଜି ଗୋଟିଏ ସ୍ୱଳ୍ପ ଆଲୋଚନା କରିବା ଓଡ଼ିଶାର ଚିଫ୍ ସେକ୍ରେଟାରୀ ଏବଂ ଓଡ଼ିଆ ଅସ୍ମିତା ସମ୍ପର୍କରେ। ରାଜ୍ୟ ସରକାର 2 ଦିନ ତଳେ ଓଡ଼ିଶାର ନୂତନ ଚିଫ୍ ସେକ୍ରେଟାରୀକୁ ଆପଏଣ୍ଟ କରିଛନ୍ତି। ଶ୍ରୀ ମନୋଜ ଆହୁଜା 1990 ମସିହାର ଓଡ଼ିଶା କାଡରର ଜଣେ IAS ଅଫିସର, ଯେ କେନ୍ଦ୍ର ସରକାରଙ୍କ ଅଧୀନରେ ସେକ୍ରେଟାରୀ ଭାବରେ କାର୍ଯ୍ୟ କରୁଥିଲେ, ତାଙ୍କୁ ଓଡ଼ିଶାର ନୂତନ ଚିଫ୍ ସେକ୍ରେଟାରୀ ଭାବେ ନିଯୁକ୍ତ କରାଯାଇଛି। କେତେକ କ୍ଷେତ୍ରରୁ ଓଡ଼ିଆ ଅସ୍ମିତାର ସ୍ୱର ଉତ୍ତୋଳନ ହେଉଛି ଏ ସମ୍ପର୍କରେ। ମୁଁ ଅନେକ ଫୋରମ୍ରେ କହିଛି ଯେ ଓଡ଼ିଆ ଅସ୍ମିତାର ପ୍ରଶାସନିକ ଅଧିକାରୀଙ୍କ ସହିତ କୌଣସି ସମ୍ପର୍କ ନାହିଁ। ପ୍ରଶାସନିକ ଅଧିକାରୀ, ବିଶେଷ କରି ଅଲ୍ ଇଣ୍ଡିଆ ସର୍ଭିସ୍ ଅଧିକାରୀମାନେ କେଉଁ ରାଜ୍ୟକୁ ଯିବେ ସେଇଟା ତାଙ୍କର ନିୟନ୍ତ୍ରଣରେ ନଥାଏ। କେନ୍ଦ୍ର ସରକାର ଗୋଟିଏ ନୀତି ନିର୍ଦ୍ଧାରଣ କରିଛନ୍ତି। ସେ ନୀତି ଅନୁପାଳନ ହେଲା ବେଳେ କେଉଁ ଅଫିସରଟି କେଉଁ ରାଜ୍ୟକୁ ଯିବ ତା ନିର୍ଣ୍ଣୟ କରାଯାଏ। ସେଇ ନ୍ୟାୟରେ, ସେଇ ବ୍ୟବସ୍ଥାରେ ଅନେକ ଓଡ଼ିଆ ଅଫିସର ଅନ୍ୟ ରାଜ୍ୟକୁ ଯାଇକରି ସେଠି ଚାକିରି କରୁଛନ୍ତି। ସେମିତି ବାହାର କେତେ ଅଫିସର ବି ଆସିକରି ଓଡ଼ିଶା କାଡରରେ ଅବସ୍ଥାପିତ ହେଉଛନ୍ତି। ଏଥିରେ ସମ୍ପୃକ୍ତ ଅଫିସରଙ୍କର କୌଣସି ଦୋଷ ନାହିଁ। ସେ ଯେଉଁ କାଡରରେ ଅବସ୍ଥାପିତ ହେଲେ ସେଇ କାଡରରେ ସେ କାମ କରୁଛନ୍ତି, ତାଙ୍କର କ୍ୟାପାସିଟି ଅନୁଯାୟୀ ସେ କାମ କରୁଛନ୍ତି। ତେଣୁ ତାଙ୍କୁ ଏଇ ଗୋଟେ ରାଜନୈତିକ ସ୍ଲୋଗାନ ଭିତରେ ଛନ୍ଦିବା ମୋ ମତରେ ଆଦୌ ଉଚିତ ନୁହେଁ। ଏଇଟା ପ୍ରାସଙ୍ଗିକ ବି ନୁହେଁ। ଆଉ ଗୋଟିଏ ଦିଗରୁ ଆପଣ ବିଚାର କରନ୍ତୁ ଯେ ଓଡ଼ିଶାରେ କ୍ରମାଗତ ଭାବରେ ଓଡ଼ିଆ ଅଫିସରମାନେ ଚିଫ୍ ସେକ୍ରେଟାରୀ ଭାବରେ ନିଯୁକ୍ତି ପାଇଛନ୍ତି। ଯଦି ଓଡ଼ିଆ ଅଫିସର ମୁଖ୍ୟ ଶାସନ ସଚିବ ହେଇ ଆସୁଥିଲେ, ତାହେଲେ ଆଜି ଓଡ଼ିଶାର ଆହତ ଅସ୍ମିତା ପ୍ରଶ୍ନଟି ଉଠୁଛି କାହିଁକି? ବଡ଼ ଫ୍ରାଙ୍କଲି କହିବାକୁ ଗଲେ, ଇଏ ସମ୍ପର୍କରେ ଆଲୋଚନା ଆରମ୍ଭ ହେଲା ଯେତେବେଳେ କୁହାଗଲା ଜଣେ ତାମିଲିଆନ ରାଜ୍ୟର ପ୍ରଶାସନ ପ୍ରକୃତରେ କଣ୍ଟ୍ରୋଲ କଲେ। ଜୁନିୟର ଅଫିସର ଜଣେ, ପରିସ୍ଥିତି ଏମିତି ହେଲା, ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ରାଜ୍ୟ ପ୍ରଶାସନକୁ ନିଜ ହାତକୁ ନେଇଗଲେ। ସେତେବେଳେ କ'ଣ ଅଣ ଓଡ଼ିଆ ଚିଫ୍ ସେକ୍ରେଟାରୀ ଥିଲେ? 15 ବର୍ଷ ଧରି ଆପଣ ଦେଖନ୍ତୁ ତାଙ୍କର ଅଭ୍ୟୁତ୍ଥାନ ହେଉଥିଲା। 15 ବର୍ଷ ଆପଣ ଚିଫ୍ ସେକ୍ରେଟାରୀ ଲିଷ୍ଟ ଦେଖନ୍ତୁ ଓଡ଼ିଶାର। କେଉଁ ଜାଗାରେ ଅଣ ଓଡ଼ିଆ ଅଫିସରଟିଏ ଚିଫ୍ ସେକ୍ରେଟାରୀ ଥିଲେ? ତେଣୁ ଇଏ ଗୋଟେ ଭ୍ରମାତ୍ମକ ପ୍ରଚାର ଯେ ଅଣ ଓଡ଼ିଆ ଅଫିସର ଯଦି ଚିଫ୍ ସେକ୍ରେଟାରୀ ହେବେ, ଓଡ଼ିଆ ଅସ୍ମିତା ଆହତ ହେବ। ତେଣୁ ୟାର କୌଣସି ମୂଲ୍ୟ ନାହିଁ। ଇଏ ଗୋଟେ ମୂଲ୍ୟହୀନ ପ୍ରଚାର। ଏଇ ବାଦ ବିବାଦ ଭିତରକୁ ନୂତନ ମୁଖ୍ୟ ଶାସନ ସଚିବଙ୍କୁ ନ ଟାଣନ୍ତୁ। ତାଙ୍କୁ ପୂର୍ଣ୍ଣ ସହଯୋଗ ସମସ୍ତେ ଦିଅନ୍ତୁ। ତାଙ୍କର କାର୍ଯ୍ୟଦକ୍ଷତା, ନିରପେକ୍ଷତା ବହୁତ ଲୋକ ଜାଣିଛନ୍ତି। ମୋର ବିଶ୍ୱାସ ସେ ଓଡ଼ିଶା ପ୍ରଶାସନକୁ ଗୋଟିଏ ନୂତନ ରୂପ ଦେବେ। ଓଡ଼ିଶା ପ୍ରଶାସନରେ ଭେଷ୍ଟେଡ୍ ଇଣ୍ଟରେଷ୍ଟ ଦୂର ହେବ, କରପ୍ସନ୍ ଦୂର ହେବ, ତାପରେ ଗୋଟେ ଫେୟାରନେସ୍ ଆସିବ, ରାଜନୈତିକ ଆନୁଗତ୍ୟ ବି ବନ୍ଦ ହେବ। ଯେଉଁଟା ଗୋଟେ ଶୃଙ୍ଖଳିତ ମର୍ଯ୍ୟାଦାପୂର୍ଣ୍ଣ ବ୍ୟୁରୋକ୍ରାସିରେ ହେବା କଥା, ସେଇ ସବୁ ମୂଲ୍ୟବୋଧର
ପରିପ୍ରକାଶ ହେବ ବୋଲି ମୁଁ ଆଶା କରୁଛି ଏବଂ ଶ୍ରଦ୍ଧେୟ ମନୋଜ ଆହୁଜାଙ୍କୁ ତାଙ୍କର କାର୍ଯ୍ୟକାଳ ଗୋଟେ ଉଲ୍ଲେଖନୀୟ କାର୍ଯ୍ୟକାଳ ହେବ ବୋଲି ତାଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଜି ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି।